ନମ୍ବର 1। ଆଜି ଶ୍ରୀମନ୍ଦିରରେ 4 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଶ୍ରୀକ୍ଷେତ୍ରରେ ବିରାଜମାନ ଶ୍ରୀବିଗ୍ରହମାନଙ୍କ ସ୍ୱତନ୍ତ୍ର ନୀତି ବନକ ଲାଗି ଶ୍ରୀମୁଖ ଶୃଙ୍ଗାର ପାଇଁ ଆଜି ଗୁରୁବାର ଦିନ ଭକ୍ତମାନଙ୍କ ନିମନ୍ତେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥି ଅବସରରେ ମହାପ୍ରଭୁଙ୍କର ଏହି ଗୁପ୍ତ ସେବା ଅନୁଷ୍ଠିତ ହେବାକୁ ଥିବାରୁ ସାଧାରଣ ଦର୍ଶନ ପ୍ରାୟ 4 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ସୂଚନା ଅନୁଯାୟୀ ଗୁରୁବାର ଦ୍ୱିତୀୟ ଭୋଗମଣ୍ଡପ ନୀତି ସମାପ୍ତ ହେବା ପରେ ଏହି ସ୍ୱତନ୍ତ୍ର ଗୁପ୍ତ ନୀତି ଆରମ୍ଭ ହେବ। ଏଥିପାଇଁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ନମ୍ବର 2। ବଦଳିବ ଭାରତ ଇଂଲଣ୍ଡ ମ୍ୟାଚ୍ ସମୟ। ମ୍ୟାଚ୍ ରଦ୍ଦ ହେଲେ କିଏ ଯିବ ଫାଇନାଲ? ଏହା କହୁଛି ଆଇସିସି ନିୟମ। ଟି20 ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ 5 ତାରିଖରେ ମୁମ୍ବାଇର ୱାଙ୍ଗଡେ ଷ୍ଟାଡିୟମରେ ଖେଳାଯିବ। ସେମିତି ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। କ୍ରମାଗତ ତୃତୀୟ ଥର ପାଇଁ ଏହି ଦୁଇ ଦଳ ଟି20 ବିଶ୍ୱକପ ସେମିଫାଇନାଲରେ ପରସ୍ପରକୁ ଭେଟିବାକୁ ଥିବାରୁ ଏହି ମୁକାବିଲାର ରୋମାଞ୍ଚକ ଆହୁରି ବଢ଼ିଯାଇଛି। କିନ୍ତୁ ଏହି ହାଇ ଭୋଲ୍ଟେଜ ମ୍ୟାଚ୍ ଉପରେ ଏବେ ବର୍ଷାର ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏହି ସେମିଫାଇନାଲ ପାଇଁ ମାର୍ଚ୍ଚ 6 ତାରିଖକୁ ରିଜର୍ଭ ଡେ ଭାବେ ରଖିଛି। ତେବେ ଏହି ମ୍ୟାଚ୍ର ସମୟ ବଦଳି ଯାଇପାରେ। ଯଦି ମ୍ୟାଚ୍ 5ରେ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ହୋଇନପାରେ ନାହିଁ କିମ୍ବା ଅଧାରୁ ରହିଯାଏ ତେବେ ଖେଳ ପରଦିନ ଅନୁଷ୍ଠିତ ହେବ। କିନ୍ତୁ ଅସଲ ପ୍ରଶ୍ନ ହେଉଛି ଯଦି ମାର୍ଚ୍ଚ 5 ସହିତ ମାର୍ଚ୍ଚ 6ରେ ମଧ୍ୟ କ୍ରମାଗତ ବର୍ଷା ଯୋଗୁଁ ବାତିଲ ହୁଏ ତେବେ ଫାଇନାଲରେ କିଏ ପ୍ରବେଶ କରିବ? ନମ୍ବର 3। ଆଜିର ତାପମାତ୍ରା ଧୀରେ ଧୀରେ ବଢ଼ୁଛି ତାତି 40 ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା। ରାଜ୍ୟରେ ଧୀରେ ଧୀରେ ବଢ଼ୁଛି ତାତି। ଗତ 24 ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ 39 ଡିଗ୍ରୀ ସେଲସିୟସ୍ ଏବଂ ରାଉରକେଲାରେ ସର୍ବନିମ୍ନ 13.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ସର୍ବାଧିକ 36.8 ଓ ସର୍ବନିମ୍ନ 19.2 ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ କଟକରେ 34.8 ଓ 18 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। କୁହାଯାଉଛି ଆଗକୁ 40 ଡିଗ୍ରୀ ଛୁଇଁପାରେ ଦିନର ତାପମାତ୍ରା। ସମଗ୍ର ରାଜ୍ୟରେ ଆସନ୍ତା 6ରୁ 7 ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ହେବା ସତ୍ତ୍ୱେ ଗରମ ଜାରି ରହିବ। କଟକରେ ଦିନର ତାପମାତ୍ରା 35ରୁ 36 ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଥିବାବେଳେ ରାତିର ତାପମାତ୍ରା 20ରୁ 23 ଡିଗ୍ରୀ ମଧ୍ୟରେ ରହିପାରେ। ସେହିପରି ରାଜଧାନୀ ଭୁବନେଶ୍ୱରରେ ଦିନର ତାପମାତ୍ରା ବୋଧହୁଏ 36ରୁ 39 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ରାତିର ତାପମାତ୍ରା 21ରୁ 24 ଡିଗ୍ରୀ ମଧ୍ୟରେ ରହିବ। ନମ୍ବର 4। ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତକୁ ସାହାଯ୍ୟର ହାତ ବଢ଼ାଇଛି ରୁଷ। ସାରା ବିଶ୍ୱରେ ଚହଳ। ପଶ୍ଚିମ ଏସିଆରେ ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ତୀବ୍ର ସଂଘର୍ଷ ମଧ୍ୟରେ ଭାରତର ଶକ୍ତି ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବିପଦର ସମ୍ମୁଖୀନ ହେଉଛି। ଇରାନ ହରମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି ଯାହା ବିଶ୍ୱ ତୈଳ ବାଣିଜ୍ୟର ଏକ ପଶ୍ଚମାଞ୍ଚ ବାଧାପ୍ରାପ୍ତ କରିଛି। ତୈଳ ମୂଲ୍ୟ ବୃଦ୍ଧି ପାଇଛି ଯାହା ଭାରତର ଅର୍ଥନୀତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। ନମ୍ବର 5। ବଡ଼ ଧରଣର ଡକାୟତି ଘଟଣାର ପର୍ଦ୍ଦାଫାଶ। 7 ଡକାୟତ ଗିରଫ। ନଗଦ ଟଙ୍କା ସହ ସୁନା ଅଲଙ୍କାର ଜବତ। ନବରଙ୍ଗପୁର ଜିଲ୍ଲା ପୁଲିସକୁ ବଡ଼ ସଫଳତା। ଗତ ମାସ 22 ତାରିଖରେ ଘଟିଥିବା ବଡ଼ ଧରଣର ଡକାୟତ ଘଟଣାର 7 ଜଣ ଡକାୟତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ସୁନା ଅଲଙ୍କାର ଉଦ୍ଧାର କରିବାରେ ସଫଳ ହୋଇଛି ପୁଲିସ। ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହର ନିକଟସ୍ଥ କଚନିଆମ୍ବା ଗ୍ରାମର ଅମୂଲ୍ୟ ଜେନାଙ୍କ ଘରୁ ଏହି ଚୋରି ହୋଇଥିଲା। ନମ୍ବର 6। ରାଜ୍ୟସଭା ନିର୍ବାଚନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ହେବେ ରାଜ୍ୟସଭା ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବେ। ଆସନ୍ତା 5 ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି। ଏନେଇ ଦିଲ୍ଲୀପ କହିଛନ୍ତି ମୁଁ ଏନେଇ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛି। ତେବେ ଦିଲ୍ଲୀପଙ୍କ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେପି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଦିଲ୍ଲୀପ ରାୟ ନିଶ୍ଚୟ ଜିତିବେ ବୋଲି ମନମୋହନ କହିଛନ୍ତି। ନମ୍ବର 7। ମେଟ୍ରିକ୍ ପରୀକ୍ଷା ବେଳେ ଦେଉଥିଲେ କପି। ଫ୍ଲାଇଂ ସ୍କ୍ୱାଡ୍ ହାତରେ ଧରାପଡ଼ିଲେ 3 ଶିକ୍ଷକ। ରାୟଗଡ଼ା ଜିଲ୍ଲା କୋଲନୁରା ବ୍ଲକ କୈଳାସପୁର ସରକାରୀ ହାଇସ୍କୁଲରେ 10ମ ପରୀକ୍ଷା ବେଳେ ଧରାପଡ଼ିଲା ଶିକ୍ଷକଙ୍କ କାଣ୍ଡାବାହାର ସ୍କୁଲର 3 ଜଣ ଶିକ୍ଷକଙ୍କୁ କପି ଦେଉଥିବା ଅଭିଯୋଗରେ ଧରିଛି ଫ୍ଲାଇଂ ସ୍କ୍ୱାଡ୍। ମେଟ୍ରିକ୍ ପରୀକ୍ଷା ସମୟରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ଉତ୍ତର ଡାକୁଥିବା ବେଳେ ଫ୍ଲାଇଂ ସ୍କ୍ୱାଡ୍ ହାତରେ ଧରାପଡ଼ିଛନ୍ତି 3 ଶିକ୍ଷକ। ନମ୍ବର 8। ବିଶୃଙ୍ଖଳ ଆଚରଣ ଓ ସେବା ପୂଜାରେ ବିଳମ୍ବ ପାଇଁ 3 ସେବକଙ୍କୁ କୈଫିୟତ ତଲବ। ଗତ 28 ଫେବୃଆରୀ ତାରିଖରେ ସେବା ପୂଜାକୁ ବିଳମ୍ବ, କର୍ତ୍ତବ୍ୟ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର, ବିଶୃଙ୍ଖଳ ଆଚରଣ ଅଭିଯୋଗରେ 3 ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୈଫିୟତ ତଲବ କରିଛନ୍ତି। ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ ଅନ୍ୟ ଜଣେ ପାଲିଆ ଖୁଣ୍ଟିଆ ସେବକଙ୍କ
ଖଣନିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି। ନମ୍ବର 9 ଆସନ୍ତା ମାର୍ଚ୍ଚ 7ରୁ 9ରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା। ଆସୁଛି କାଳବୈଶାଖୀ ବର୍ଷା। ଆସନ୍ତା ମାର୍ଚ୍ଚ 7ରୁ 9 ତାରିଖ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବିଶେଷ କରି ଉପକୂଳ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ଦେଖାଦେଇପାରେ। ଏବେ କିଛି ଦିନ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ କହିଛି। କିନ୍ତୁ ଆଗାମୀ ଦିନରେ ଉଭୟ ଦିନ ରାତ୍ରି ତାପମାତ୍ରା ବଢ଼ିବା ସହ ମାର୍ଚ୍ଚ ଏବଂ ଏପ୍ରିଲର ଅଧିକ ଗରମ ସହ ଲମ୍ବା ସମୟ ପାଇଁ ହିଟ୍ ୱେଭ୍ ରହିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଏହାକୁ ନେଇ ଖରାଦିନ ସତର୍କ ରହିବାକୁ ବିଭାଗ ପରାମର୍ଶ ଦେଇଛି। ନମ୍ବର 10 ପୁରୀରେ ହୋଲି ଖେଳିଲେ ଜାପାନୀ ପର୍ଯ୍ୟଟକ। ଶ୍ରଦ୍ଧା ଓ ଭକ୍ତିର ସହର ପୁରୀ ଜଗନ୍ନାଥ ଧାମ। ଏ ମାଟିରେ ଖୁସିର ପର୍ବ ହୋଲିକୁ ବିଦେଶୀ ପର୍ଯ୍ୟଟକ ବି ବେଶ ଧୁମଧାମରେ ପାଳିଛନ୍ତି। ବିଶେଷ କରି ସୁଦୂର ଜାପାନରୁ ଆସିଥିବା ପର୍ଯ୍ୟଟକମାନେ ଆଜି ଏହି ହୋଲି ପର୍ବକୁ ପାଳନ କଲାବେଳେ ବିଭୋର ହୋଇ ପଡ଼ିଥିଲେ। ବିଦେଶ ମାଟିରେ ବିଦେଶୀ ମଣିଷର ସହ ବିଦେଶୀ ପର୍ବ ହୋଲିକୁ ବେଶ ଉପଭୋଗ କରୁଥିଲେ ଏହି ଜାପାନୀମାନେ। ନମ୍ବର 11 ହୋଲିରେ କମିଛି ସୁନା ଏବଂ ରୂପା ଦର। ହୋଲିରେ କମିଛି ସୁନା ଏବଂ ରୂପା ଦର। ଆଜି 24 କ୍ୟାରେଟ୍ ସୁନାର 10 ଗ୍ରାମ ପ୍ରତି 3,110 ଟଙ୍କା ହ୍ରାସ ଘଟି 1,64,510 ଟଙ୍କା ହୋଇଛି। ଗତକାଲି ଦର 1,67,620 ଟଙ୍କା ଥିଲା। ସେହିପରି 22 କ୍ୟାରେଟ୍ ସୁନାର 10 ଗ୍ରାମ ପ୍ରତି 2,850 ଟଙ୍କା କମି 1,50,800 ଟଙ୍କା ହୋଇଛି। ଗତକାଲି ଦର 1,53,650 ଟଙ୍କା ଥିଲା। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ 1,64,510 ଓ 1,50,800 ଟଙ୍କା ରହିଛି। ଅନ୍ୟପଟେ ରୂପାର ମୂଲ୍ୟ କିଲୋ ପିଛା 2,85,000 ଟଙ୍କା ହୋଇଛି। ନମ୍ବର 12 ଭାରତରେ ମିଳିବନି ପେଟ୍ରୋଲ। ଯୁଦ୍ଧ ଯୋଗୁଁ ବିଶ୍ୱ ତୈଳ ବଜାର ଥରହର। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ଏବେ ଅଶୋଧିତ ତୈଳ ଦର ଉପରେ ପଡ଼ିବାକୁ ଲାଗିଲାଣି, ଯାହା ଫଳରେ ନିକଟରେ ଏହାର ମୂଲ୍ୟ ପ୍ରାୟ 12% ବୃଦ୍ଧି ପାଇଛି। ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତୈଳ ଯୋଗାଣ ମାର୍ଗ ଉପରେ ମାର୍ଗ ଭାବେ ଜଣାଶୁଣା ହରମୁଜ ଷ୍ଟ୍ରେଚକୁ ବନ୍ଦ କରିବା ପାଇଁ ଇରାନ ଘୋଷଣା କରିବା ପରେ ସାରା ବିଶ୍ୱରେ ତୈଳ ସଙ୍କଟର ଆଶଙ୍କା ଆହୁରି ଘନିବାରେ ଲାଗିଛି। ନମ୍ବର 13 କାଗଜ କଲମରେ ଅଟକିଛି ନିଷ୍ପତ୍ତି। 2 ଥର ବାତିଲ ହେଲାଣି ଟେଣ୍ଡର। ନାଟମଣ୍ଡପରେ କେବେ ଲାଗିବ ଏସି? 2 ଥର ବାତିଲ ହେଲାଣି ଟେଣ୍ଡର। ଏବେ ପୁଣି ତୃତୀୟ ଥର ହୋଇଛି। ସମୟ ଗଡ଼ି ଚାଲିଛି, ମାତ୍ର ଶ୍ରୀମନ୍ଦିର ନାଟମଣ୍ଡପରେ ଲାଗିପାରୁନି ଏସି, ଯାହାଫଳରେ ଏବେଠୁ ଗରମରେ କଳବଳ ହେଲେଣି ଭକ୍ତ। ଶ୍ରୀମନ୍ଦିରକୁ ପ୍ରତିଦିନ ଛୁଟୁଛି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ଯାତ୍ରାଯାତ୍ରୀ ଦିନ କଥା ଛାଡ଼ନ୍ତୁ, ସାଧାରଣ ଦିନମାନଙ୍କରେ ବି ଭିଡ଼ ଏତେ, ଦାଣ୍ଡ ପରେ ଏକା ସାଙ୍ଗରେ ଶତାଧିକ ଶ୍ରଦ୍ଧାଳୁଙ୍କୁ ଉପସ୍ଥିତ ରହୁଛନ୍ତି। ନମ୍ବର 14 ଡିଜେକୁ ନେଇ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷରୁ ବାରବାହତ 3 ଗୁରୁତର। କୁମ୍ଭବୁଡ଼ା ପାଇଁ ଆସି ଡିଜେକୁ ନେଇ ଆଜି ଗୋଷ୍ଠୀ ସଂଘର୍ଷ ଘଟି ଉଭୟ ପକ୍ଷରୁ 12 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 3 ଜଣ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବୋଡ଼କ ପଞ୍ଚାୟତ ଖୋର୍ଦ୍ଧା ପାଟଣା ଗ୍ରାମରେ ଘଟିଛି ଏହି ଗୋଷ୍ଠୀ ସଂଘର୍ଷ। ନମ୍ବର 15 ରାଜଧାନୀରେ ପୁଣି 12 ସିମ୍ ବକ୍ସ ଜବତ, 2 ଗିରଫ। ପୁଣି ଥରେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ ଏକ ସିମ୍ ବକ୍ସ ରାକେଟ ପର୍ଦ୍ଦାଫାଶ କରିଛି। ଚନ୍ଦ୍ରଶେଖର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ ହୋଇଛି। ମୋଟ 12ଟି ସିମ୍ ବକ୍ସ ମିଳିଥିବା ଜଣାପଡ଼ିଛି। ଏହା ସହିତ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଅଭିଯୁକ୍ତ କେରଳ ରାଜ୍ୟର। ନମ୍ବର 16 ମାର୍ଚ୍ଚ 25ରେ ହେବ ରତ୍ନଭଣ୍ଡାର ଗଣତିମଣତି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ମାର୍ଚ୍ଚ 25ରେ ହେବ ରତ୍ନଭଣ୍ଡାର ଅଲଙ୍କାର ଗଣତିମଣତି। ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ହେବ ଗଣତିମଣତି। ଅପରାହ୍ନ 1ଟା 45 ଆରମ୍ଭ ହେବ ଅଲଙ୍କାର ଗଣତିମଣତି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ନମ୍ବର 17 ହୋଲିରେ ରାଜ୍ୟ କର୍ମଚାରୀଙ୍କୁ ବଡ଼ ଉପହାର। 3% ବଢ଼ିଲା ଡିଏ ପେନ୍ସନଭୋଗୀଙ୍କୁ। ହୋଲି ଅବସରରେ ମଧ୍ୟପ୍ରଦେଶ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଖୁସି ଖବର ମିଳିଛି। ମୋହନ ଯାଦବଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ମହଙ୍ଗା ଭତ୍ତା ଡିଏରେ 3% ବୃଦ୍ଧି ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ 7 ଲକ୍ଷରୁ ଅଧିକ କର୍ମଚାରୀ ଏବଂ ଲକ୍ଷ ଲକ୍ଷ ପେନ୍ସନଭୋଗୀ ସିଧାସଳଖ ଲାଭ ପାଇବେ। ନମ୍ବର 18 ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତିଶ କୁମାର। ବିହାର ରାଜନୀତିରେ ବଡ଼ ହଇଚଇ। ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଲୋଚନା ହେଉଛି। ନୀତିଶ କୁମାର ରାଜ୍ୟସଭା ଏମ୍ପି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ। ଯଦି ଏହା ହୁଏ, ତେବେ ଏହା ବିହାର ରାଜନୀତିରେ ଏକ ବଡ଼ ସୁଯୋଗ ହେବ। ଏହା ବ୍ୟତୀତ ନୀତିଶ କୁମାର ପୁଅ ନିଶାନ୍ତ କୁମାରଙ୍କୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଛି।
ନମ୍ବର 19 ଇରାନର ଧମକ ପରେ ଟ୍ରମ୍ପଙ୍କ ପାଲଟା ଆକ୍ରମଣ, ହରମୁଜକୁ ନେଇ କଲେ ବଡ଼ ଘୋଷଣା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ହରମୁଜ ଷ୍ଟ୍ରେଟ୍କୁ ବନ୍ଦ କରିବାର ଧମକ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଆମେରିକା ନୌସେନା ବାଣିଜ୍ୟିକ ତୈଳ ଟ୍ୟାଙ୍କଗୁଡ଼ିକୁ ସୁରକ୍ଷା କଭର ଯୋଗାଇବ। ନମ୍ବର 20 ସେମିଫାଇନାଲ ପୂର୍ବରୁ ସିଦ୍ଧିବିନାୟକଙ୍କ ଶରଣ ପଶିଲେ ଭାରତୀୟ ଖେଳାଳି। ଟି20 ବିଶ୍ୱକପ୍ 2026 ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ ଦଳ କିଛି ଖେଳାଳି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ଆଶୀର୍ବାଦ ନେବାକୁ ଯାଇଥିଲେ। ମାର୍ଚ୍ଚ 5ରେ ୱାଙ୍ଗଡେ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ବଡ଼ ମ୍ୟାଚ୍ ପୂର୍ବରୁ ଇଶାନ କିଶନ, ଅଭିଷେକ ଶର୍ମା ଏବଂ ଅକ୍ଷର ପଟେଲ ଗଣପତି ବାବାଙ୍କୁ ଦର୍ଶନ କରିଥିଲେ ଏବଂ ସଫଳତା ପାଇଁ ପ୍ରାର୍ଥନା କରିଥିଲେ। ନମ୍ବର 21 ଭାରତ ନିଜର ସୁଦୃଢ଼ ଅର୍ଥବ୍ୟବସ୍ଥା ଦ୍ୱାରା ବିଶ୍ୱ ପାଇଁ ଆଶାର ଆଲୋକବର୍ତ୍ତିକ ସାଜିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭିଡ଼ିଓ କନଫରେନ୍ସିଂ ଜରିଆରେ ଅର୍ଥନୈତିକ ଅଭିବୃଦ୍ଧି ବଜାୟ ରଖିବା ଏବଂ ସୁଦୃଢ଼ କରିବା ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ ଆଜି ବିଶ୍ୱସନୀୟ ଏବଂ ପ୍ରତିରୋଧକ ଉତ୍ପାଦନ ଅଂଶୀଦାର ଖୋଜୁଛି। ଏହି କ୍ଷେତ୍ରରେ ଭାରତ ପାଖରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାର ସୁଯୋଗ ରହିଛି। ଭାରତ ଦ୍ରୁତ ଅର୍ଥନୈତିକ ବିକାଶ ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବାର ଆଧାରଶୀଳ ପାଲଟିଛି।